କଥା ହଉଛି ଏଡେ ବଡ ଅପରାଧ କଲେ, ସମଣୀୟ ଅପରାଧ ନଥିଲା, ତଥାପି ତାକୁ ଘଣ୍ଟ ଘୋଡ଼ାଇବା ପାଇଁ ଚେଷ୍ଟା କଲେ, ମେନ୍ କଲପ୍ରିଟକୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ ଏବଂ ଲିପାପୋତା କରିବା ଲାଗି ଅନ୍ୟମାନଙ୍କୁ ଗିରଫଦାର କଲେ। ଯିଏ ଆଦେଶ ଦେଇକି କରିଛନ୍ତି ଏ କାମ ତାଙ୍କୁ କଲେ ନାହିଁ, ଯାହା ପାଇଁ ଗଣ୍ଡଗୋଳ ହେଇଛି ତାଙ୍କୁ କଲେ ନାହିଁ। ସମସ୍ତ ରାଜ୍ୟରେ ହଟଟା ହେଲା ପରେ ଯେତେବେଳେ ହାତରୁ ନିୟନ୍ତ୍ରଣ ବାହାରକୁ ଚାଲିଗଲା ସେ ସମୟରେ ହାଇ ଡ୍ରାମାଟା ଆରମ୍ଭ ହେଲା। ନାଇଁ କରିବାକୁ ତ ପଡିବ। କାଲି ତ ମୁଁ ସିଧାସଳଖ କହିଦେଇଥିଲି ଗିରଫଦାରୀ କରିବାକୁ ପଡିବ ବୋଲିକି। ଗିରଫଦାରୀ କର, ଇମିଡିଏଟଲି ଗିରଫଦାରୀ କର ମୁଁ ଦାବି କରିଥିଲି। ନହେଲେ ଏତେ ଓଏସ୍ ଅଫିସର ଯୋଉମାନେ ଏପଟେ ହଇଜା ସେପଟେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅଛି, ପ୍ରତ୍ୟେକ ଜାଗାରେ ଲ ଆଣ୍ଡ ଅର୍ଡର ସିଚୁଏସନ ଅଛି, ଏଡମିସନ ଗୁଡାକ ଚାଲିଛି, ବିଭିନ୍ନ ପ୍ରକାର କାମରେ ଓଏସ୍ ଅଫିସର ମାନେ କାମ କରିଥାନ୍ତି। ସେମାନେ ଏସଡିଏମ ଭୂମିକା ବି କରନ୍ତି। ଓଏସ୍ ଅଫିସର ମାନେ ମାଜିଷ୍ଟ୍ରେଟ ହେଇକି ବି ଯାଆନ୍ତି। ହଇଜାର ପ୍ରକୋପ ବଢି ଚାଲିଛି, ତ ଏ କଥା ଏବେ ନାରୀ ନିର୍ଯାତନା ବଢି ଚାଲିଛି। ତ ସେସବୁ ଜିନିଷ ଆମେ କହିଥିଲୁ, ତାକୁ ଭ୍ରୁକ୍ଷେପ ନ କରିକିରି ଏତେ ସମୟ ହାଇଡ୍ରାମା 4 ଦିନ ଧରି କରାଗଲା। 4 ଦିନ ଧରି କରାଗଲା ଏବଂ ଲାଷ୍ଟକୁ ସେ ଗିରଫଦାରୀ ଦେଲେ। ସେ ଯାହା ହଉ, ଯୋଉମାନେ ଅଫିସର ମାନଙ୍କର ଓଏସ୍ ଅଫିସର ମାନଙ୍କର ଯୋଉ ଦାବି ଥିଲା ସେଇଟାକୁ ସରକାର ମାନିବା ପାଇଁ ବାଧ୍ୟ ହେଲେ, ତାଙ୍କ ସାମ୍ନାରେ ଝୁକିବା ପାଇଁ ବାଧ୍ୟ ହେଲେ। ଅନୀତି କରିଥିଲେ, ଅଧର୍ମ କରିଥିଲେ ଏବଂ ଏଥିରୁ ଶିକ୍ଷା ମିଳୁଛି ଯେ ଏଭଳିଆ କାମ ସେମାନେ କସ୍ମିନ କାଳେ କରିବା କଥା ନୁହଁ, କି ତାଙ୍କ ଦଳ ଲୋକ କରିବା କଥା ନୁହଁ। ବିଳମ୍ବରେ ହେଲେ ବି ସେ ଗିରଫଦାରୀ ଦିଆଗଲା ତାଙ୍କୁ। ସେଥିପାଇଁ ଗୋଟେ ଭଲ ସୂଚକ ମିଳିଲା ଯେ ଡେମୋକ୍ରେସିରେ ସରକାରକୁ ୟୁନିଟି ଝୁକେଇ ପାରୁଛି। କର୍ମଚାରୀ ମାନଙ୍କର ଏକତା ସରକାରର ମୁଣ୍ଡ ନୁଏଇ ପାରୁଛି। ଏକଥା ପ୍ରମାଣିତ ହେଲା। ମୁଁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସରକାର ସାମ୍ନାରେ, ଓଡ଼ିଶାବାସୀଙ୍କ ସାମ୍ନାରେ, ଜଗନ୍ନାଥଙ୍କ ପାଖରେ ଝୁକିଲେ, ନତମସ୍ତକ ହେଲେ, କ୍ଷମା ମାଗିଲେ ଏବଂ ଏକଥା ମଧ୍ୟ କଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଛି। ସେଇଟା ତ ମୁଁ କହିଦେଲି, ହାଇଡ୍ରାମା କରବାର କିଛି ଆବଶ୍ୟକତା ନଥିଲା। ତଥାପି ବି ଆଜି ଅପୋଜିସନ ଆମେ ଆପଣଙ୍କୁ ଷ୍ଟ୍ରଙ୍ଗଲି କ୍ରିଟିସାଇଜ କରୁଛୁ। ଆମେ ଆପଣଙ୍କର ଆଟେନସନକୁ ଷ୍ଟ୍ରଙ୍ଗଲି ଆଣୁଛୁ। ଏ ଘଟଣା ପ୍ରତି ବି ଆଣିଥିଲୁ ଏବଂ ଷ୍ଟ୍ରଙ୍ଗ କ୍ରିଟିକ ହେଲେ ବି ଆପଣ ଏସବୁ ଜିନିଷ ମାନେ ତୁରନ୍ତ ପଦକ୍ଷେପ ନେଲେ ଆପଣ ପ୍ରଶଂସା ପାଆନ୍ତେ ଏବଂ ଲାଷ୍ଟକୁ ବାଧ୍ୟ ହେଇକି ଚାରା ନହେଲେ ଯେମିତି ଷ୍ଟେପ ଗ୍ରହଣ କଲେ। ଆଉ ଚାରା ନଥିଲା ଆପଣଙ୍କ ପାଖରେ ଏଇ କେସରେ ବି, ଜଗନ୍ନାଥଙ୍କ ରଥଯାତ୍ରା କେସରେ ବି। ତାପରେ ଆପଣ କ୍ଷମା ମାଗିଲେ। ହଁ, ଆଇନକୁ ସମ୍ମାନ ଦେଲେ। ଆଇନକୁ ହାତକୁ କାହିଁକି ନେଲେ? କଲପ୍ରିଟ ହାତକୁ ଆଇନକୁ କାହିଁକି ନେଲେ? ତାଙ୍କର, ମୁଁ ତ କହିଥିଲି ତାଙ୍କର ସରକାର ଅଛି। ସେ ଅଫିସର ଯଦି କଥା ମାନୁନି, କଣ ଅସୁବିଧା ଅଛି, ତାଙ୍କର କାର୍ଯ୍ୟାନୁଷ୍ଠାନ କଲମରେ କରିବାର ତାଙ୍କର ପାୱାର ଅଛି। ତ ସେ କଥା ମୁଁ ତ ସ୍ପଷ୍ଟ ଭାବରେ କହିଦେଇଥିଲି। ଆଇନକୁ ସମ୍ମାନ ଦେଲେ ନାହିଁ, ସେ ସମ୍ମାନ ଦେଲେ ପ୍ରେସରକୁ, ଓଏସ୍ ଅଫିସର ମାନଙ୍କର ଏକତାକୁ, ତାଙ୍କର ୟୁନିୟନର ଫାଇଟକୁ, ପବ୍ଲିକ ପ୍ରେସରକୁ। ଓଏସ୍ ଅଫିସର ମାନେ ଏ କ୍ଷେତ୍ରରେ ସାରା ରାଜ୍ୟ ଲୋକଙ୍କର ସିମ୍ପାଥି ପାଇଲେ। ଯୋଉମାନେ ହଇରାଣ ହେଇଛନ୍ତି 4 ଦିନ ଭିତରେ, ସେଟା ତ ଭରଣ ପୋଷଣ ହେଇପାରିବନି ନା। ଗରିବ ଲୋକମାନଙ୍କର ଯୋଉ କାମ ଥିଲା, ତହସିଲ ଅଫିସରେ, ବ୍ଲକ ଅଫିସରେ, ବିଭିନ୍ନ ଜାଗାରେ ଯୋଉ କାମ ଥିଲା, ଲୋକ ଯୋଉ ହଇରାଣ ହେଲେ, ସେଇଟା ତ ଭରଣ ହେଇପାରିବନି। ତଥାପି ବି ଯୋଉଟା ହେଲା ଭଲ ହେଲା। ସାର୍, ଯାହା ଖବର ଅଛି କିଛି ଓଏସ୍ ଅଫିସରଙ୍କୁ ବଦଳି ମଧ୍ୟ ପନିଶମେଣ୍ଟ ଦେବେ ସରକାର, ତାଙ୍କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଧମକ। ସେଇଟା ଆଉ ଗୋଟେ ଭୁଲ ନ କରନ୍ତୁ। ଏଇଭଳିଆ ଭୁଲ ନ କରନ୍ତୁ। ଭୁଲ ତ ମାନିଗଲେ, ତାପରେ ଫେର ଭୁଲ କରିବା ପାଇଁ କାହିଁ ଚେଷ୍ଟା କରୁଛନ୍ତି?
ভুল পরে ভুল করন্তু নাই ইগোরে চালিবনি ইগোরে ସରକାରୀ ଇଗୋ ହେବା କଥା ନୁହଁ ସରକାରୀ ଇଗୋ ହେଲେ ନିରୀହ ପନିଶମେଣ୍ଟ ପାଇବ ତେଣୁ ଓଏସ୍ ଅଫିସର ମାନେ ସଂଘବଦ୍ଧ ହେଇକି ସେମାନେ ନିଷ୍ପତ୍ତି ନେଇଛନ୍ତି ଗୋଟିଏ ଦୁଇଟା ପାଞ୍ଚଟା ଓଏସ୍ ଅଫିସର କଥା ନୁହଁ ସାର୍ ଦଳ ତ ତାଙ୍କୁ ସସ୍ପେଣ୍ଡ କଲାନି କିନ୍ତୁ ସିଏ ସିନା ଆରେଷ୍ଟ ହେଲେ ଆଇନ ତାଙ୍କୁ ଆରେଷ୍ଟ ହେଲେ ମାନେ ସରେଣ୍ଡର କଲେ ତ ଆରେଷ୍ଟ ହେଲେ କିନ୍ତୁ ଦଳ କାହିଁକି ପଦକ୍ଷେପ ନେଲାନି ଦଳ ବି ସସ୍ପେଣ୍ଡ ନେବା କଥା ସସ୍ପେଣ୍ଡ ଦଳ ବି କରିବା କଥା ଗୋଟେ ଭଳିଆ ଏଭଳିଆ ଆଇନକୁ ହାତକୁ ନଉଛି ସସ୍ପେଣ୍ଡ କରିବା କଥା ଆଉ ଗୋଟେ ଭଲ ଟ୍ରେଣ୍ଡ ଷ୍ଟାର୍ଟ କରିବା କଥା ସମସ୍ତ ଦଳ ପାଇଁ ଲାଗୁ ହେବା କଥା ଏଭଳିଆ କାମରେ ଆମ ପାଇଁ ବି ଲାଗୁ ହେବା କଥା ସମସ୍ତଙ୍କ ପାଇଁ ଲାଗୁ ହେବା